ବଜ୍ରାଘାତରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଏକ ଦୁଃଖଦ ଖବର। ଗଞ୍ଜାମ ବମକେଇ କୁମରଡା ରାସ୍ତାରେ ଛାତ୍ର ବଜ୍ରାଘାତର ଶିକାର ହୋଇଛନ୍ତି ଏବଂ ବଜ୍ରାଘାତ ପରେ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏକ ଦୁଃଖଦ ଖବର। ନାରାୟଣପାଟଣା ଗାଁର ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଖବର ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ଆମେ କହିପାରିବା। ବଜ୍ରାଘାତରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ଗଞ୍ଜାମ ବମକେଇ କୁମରଡା ରାସ୍ତାରେ ଛାତ୍ର ବଜ୍ରାଘାତର ଶିକାର ହୋଇଥିଲେ, ତେବେ ବଜ୍ରାଘାତ ପରେ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଅଧିକ ସୂଚନା ପାଇଁ ଦିଗପହଣ୍ଡିରୁ ଆମ ସହଯୋଗୀ ସତ୍ୟନାରାୟଣ ପାଢ଼ୀ ଆମ ସହିତ ଉପସ୍ଥିତ ରହୁଛନ୍ତି। ସତ୍ୟନାରାୟଣ, ନିହାତି ଅଭାବନୀୟ ଘଟଣା, ତେବେ କେତେବେଳର ଏ ଘଟଣା ଆଉ ତାଙ୍କର ପରିଚୟ କ'ଣ ରହିଛି? हाँ देखु दुर्गा जितेबाला आज जितेबाला 12टा समय वर्षा होता से जो रही नारायणपुर ग्राम दशम श्रेणी छात्र राजेश कुमार गौड़ से जहाँ कहुचे से खेलुवा समय सांगसाथी सहित खेलुले जितेबाला वर्षा है से बमकेई गाँव निज गाँ नारायणपुर फेरुले हठात रास्ता वज्राघात घटी। स्थानीय लोक खबर पाई संगे संगे निकटस्थ बमकेई मेडिकल भर्ती करते।